ଥରେ କ୍ୟାଜୁଆଲିଟିରେ ବସିଥିଲା ଟାଇମ୍ରେ ଗୋଟେ 45 ବର୍ଷୀୟ ଫିମେଲ୍ ଆସିଲେ ଏବଂ ସେ କହିଲେ ତାଙ୍କୁ କ'ଣ ଏସିଡ୍ ଭଳିଆ ଲାଗୁଛି। ତାଙ୍କର ଛାତିର ତଳ ଭାଗରେ ଏବଂ ପେଟର ଉପର ଭାଗରେ ତାଙ୍କୁ କିଛି ଗୋଟେ ଜଳା ଜଳା ଭଳି ଲାଗୁଛି ଏବଂ ଆଜି ତାଙ୍କୁ ବାନ୍ତି ମଧ୍ୟ ହେଇଛି। ଫାର୍ଷ୍ଟ ଦେଖିଲା ବେଳେ ମୋତେ ଲାଗିଲା କି ତାଙ୍କୁ କ'ଣ ଗୋଟେ ଗ୍ୟାଷ୍ଟ୍ରାଇଟିସ୍ ଟାଇପ୍ର ହେଇଛି, କିନ୍ତୁ ମୁଁ ସେଇ ଟାଇମ୍ରେ ତାଙ୍କୁ ଗୋଟେ ଇସିଜି କରିବା ପାଇଁ କହିଲି ଏବଂ ଇସିଜିରେ ଯାହା ଆସିଲା ଆପଣମାନେ ସମସ୍ତେ ସକ୍ ହେଇଯିବେ। ଏଥିରେ କ୍ଲିୟର କଟ୍ ଜଣାପଡ଼ୁଛି କି ତାଙ୍କର ଇନଫେରିୟର ୱାଲ୍ ଏମ୍ଆଇ ହେଇଛି, ତା ଅର୍ଥ ତାଙ୍କୁ ହାର୍ଟ ଆଟାକ୍ ହେଇଛି। ଆପଣମାନେ ଭାବୁଥିବେ ହାର୍ଟ ଆଟାକ୍ର ତ ହାର୍ଟ ବହୁତ ଜୋରରେ ପେନ୍ ହେବ, ତାଙ୍କର ଲେଫ୍ଟ ସାଇଡ୍କୁ ପେନ୍ ଆସିଯିବ। ଆଜ୍ଞା ନୁହେଁ ସେମିତି। ହାର୍ଟ ଆଟାକ୍ରେ କେଉଁ ପ୍ରକାର ବି ସିମ୍ପଟମ୍ ଦେଖାଯାଏ ଏବଂ ମୋଷ୍ଟଲି ଫିମେଲମାନଙ୍କର କୌଣସି ପାର୍ଟିକୁଲାର ସିମ୍ପଟମ୍ ନଥାଏ। ଡକ୍ଟରକୁ ଡାଉଟ୍ ଲାଗେ, ସେତେବେଳେ ଆମେ ଇସିଜି ପାଇଁ ଆଡଭାଇସ୍ କରିଥାଉ। ସେଥିପାଇଁ ହାର୍ଟ ଆଟାକ୍ରେ କୌଣସି ପ୍ରକାରର ବି ସିମ୍ପଟମ୍ ଦେଖାଯାଏ। ବହୁତ ସାରା ଲୋକ ଏକ୍ୟୁଟ୍ ଗ୍ୟାଷ୍ଟ୍ରାଇଟିସ୍ ଟାଇପ୍ର ଆସିଥାନ୍ତି, କିନ୍ତୁ ତାଙ୍କର ଇସିଜି ନେଲା ସମୟରେ ଜଣାପଡ଼ିଥାଏ ତାଙ୍କୁ ବହୁତ ଜୋରରେ ହାର୍ଟ ଆଟାକ୍ ହେଇଛି। ସେଥିପାଇଁ ଯଦି ବି ଆପଣଙ୍କର ଛାତି ଜଳୁଛି କିମ୍ବା ଏସିଡ୍ର ବଟିକା ଖାଇଲା ପରେ ବି ନ କମୁଛି, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇକି ପରାମର୍ଶ କରନ୍ତୁ।